ଜୟଗୁରୁ। ନିଗମ ଉପଦେଶ, ଧର୍ମ ଓ ସଂସାର। ସଦ୍ଗୁରୁଙ୍କ ଆଶ୍ରୟ ନେଲେ ସାଂସାରିକ ସୁଖ, ଶାନ୍ତି, ଖ୍ୟାତି, ପ୍ରତିପତ୍ତିର ଅବସ୍ଥାନ କରିପାରିବ। ଏ ଭ୍ରାନ୍ତ ଧାରଣା ତୁମମାନଙ୍କର ବା କିପରି ଜାତ ହେଲା, ତାହା ତୁମେମାନେ ହିଁ ଜାଣ। କିନ୍ତୁ ବତ୍ସ, ମୁଁ ଜ୍ଞାନ ଓ ଭକ୍ତିର ସାଧକ। ଗୁଣର ସ୍ପର୍ଶରେ ମୋର ଗୁରୁତ୍ୱ ଅନ୍ତର୍ହିତ ହେବ। ଏହି କାରଣରୁ ମୁମୁକ୍ଷୁ ବ୍ୟତୀତ ସାଧାରଣ ସଂସାରୀଙ୍କର ସନ୍ନ୍ୟାସୀ ଗୁରୁ କରିବାରେ ନିଷେଧ ଅଛି। ବତ୍ସ, ତୁମେ ତ ହିନ୍ଦୁ ସନ୍ତାନ। ଧର୍ମର ପଦାଶ୍ରୟ ଗ୍ରହଣ କରି କିଏ କେବେ ସଂସାରୀର ସୁଖୀ ହୋଇଥିଲେ, ଏକଥା ଶାସ୍ତ୍ର ଖୋଲି ଦେଖାଇ ପାରିବ କି? ବରଂ ଧାର୍ମିକମାନେ ହିଁ ପଦେ ପଦେ ସୁଖ ଓ ଦୁଃଖ କଷ୍ଟରେ ପିଷ୍ଟ ହୋଇଛନ୍ତି। ସ୍ୱୟଂ ଶ୍ରୀକୃଷ୍ଣଙ୍କ ଆଶ୍ରୟରେ ରହି ପାଣ୍ଡବ ଓ ଦ୍ରୌପଦୀ କିପରି ବିଡ଼ମ୍ବନା ଭୋଗ କରିଥିଲେ, ତାହା ତ ତୁମେମାନେ ଜାଣ। ମୁଁ ତୁମମାନଙ୍କର ଜନ୍ମ ଜନ୍ମାନ୍ତରର ସଞ୍ଚିତ କର୍ମରାଶି ମଧ୍ୟରୁ ତୁମମାନଙ୍କୁ କିପରି ତ୍ୟାଗର ପବିତ୍ର ପଥରେ ଉନ୍ନୀତ କରିବି, ଏ କଥା ଭାବି ଆକୁଳ ହୋଇଯାଉଛି। ତୁମେମାନେ ଯେଉଁ ପଥରେ ଚଳିଲେ ମଧ୍ୟ ମୁଁ ସର୍ବଦା ତୁମମାନଙ୍କର ମଙ୍ଗଳ କାମନା ହିଁ କରୁଥିବି ଓ ଜଗନ୍ମାତାଙ୍କ ନିକଟରେ ତୁମ ପାଇଁ ସବୁବେଳେ କାମୁଡ଼ୁଥିବି। ଶିଷ୍ୟଭକ୍ତଙ୍କ ଅପେକ୍ଷା ମୋର ଆଉ ପ୍ରିୟ କେହି ନାହିଁ। ସେମାନଙ୍କର ସୁଖ ଶାନ୍ତି ବିଧାନ କରିବାରେ ମୋ ଜୀବନ ଉତ୍ସର୍ଗୀକୃତ। ଅନ୍ତରଙ୍ଗ ଭକ୍ତ ମାତ୍ରେ ହିଁ ମୋର ନିଜସ୍ୱ। ତେଣୁ ଜନସାଧାରଣଙ୍କ କାର୍ଯ୍ୟ କରିବାକୁ ଯିବାବେଳେ ଅନେକ ସମୟରେ ଏହି ଅନ୍ତରଙ୍ଗ ଭକ୍ତମାନଙ୍କୁ ମଧ୍ୟ ଅଗ୍ରାହ୍ୟ କରିବାକୁ ପଡ଼େ। କାରଣ ଯେଉଁମାନଙ୍କ ସହିତ ଅନ୍ତରର ଯୋଗ ହୋଇଛି, ସେମାନଙ୍କ ଅପେକ୍ଷା ବହିରଙ୍ଗ ଲୋକମାନଙ୍କ ସହିତ ବାହାର କାର୍ଯ୍ୟରେ ଅଧିକ ସହଯୋଗ କରିବାକୁ ପଡ଼େ। ଆଶା କରୁଛି ତୁମମାନଙ୍କ ହୃଦୟରେ ଏ ଆଦର୍ଶ ପ୍ରତିଫଳିତ ହେଉ। ତୁମେମାନେ ମଧ୍ୟ ନିଜ ଅପେକ୍ଷା ଅପର ପାଇଁ ଅଧିକ ବ୍ୟସ୍ତ ହେବାକୁ ଶିକ୍ଷା କର। ପରର କାର୍ଯ୍ୟ କରିସାରି ଶେଷରେ ନିଜର କାର୍ଯ୍ୟ କର। ମୋ ନିଜ ଲୋକଙ୍କ ବ୍ୟତୀତ ଆଉ କିଏ ବା ଆପଣା ସ୍ୱାର୍ଥ ନଷ୍ଟ କରି ମୋର ଏହି କାର୍ଯ୍ୟ କରିବାରେ ସହାୟକ ହେବ? ଗୁରୁଦକ୍ଷିଣା ଓ ଉତ୍ସର୍ଗ ମନ୍ତ୍ର। ଗୁରୁଦକ୍ଷିଣା ଦେଇନାହୁଁ ବୋଲି ତୁମକୁ ଯେଉଁମାନେ ଅନ୍ୟାୟ କରିଛ ବୋଲି କହୁଛନ୍ତି, ସେମାନେ ସାଧାରଣ ସଂସ୍କାରର ବଶବର୍ତ୍ତୀ ହୋଇ ଏପରି କହୁଛନ୍ତି ସିନା। ତାହା ନହେଲେ ଜଗତରେ ଏପରି କୌଣସି ବସ୍ତୁ ଅଛି ଯେ ଯାହାଦ୍ୱାରା ଶ୍ରୀ ଗୁରୁଦେବଙ୍କୁ ଦକ୍ଷିଣା ଦେଇଯାଇପାରିବ? ସାରା ପୃଥିବୀଟାକୁ ଦାନ କଲେ ମଧ୍ୟ ଗୁରୁଦେବଙ୍କର ଋଣ ଶୋଧ କରିଯାଇପାରେ ନାହିଁ। ତେବେ ଶ୍ରୀ ଗୁରୁଦେବଙ୍କର ସେବା ନିମିତ୍ତ ସମାଜ ଲୋକଙ୍କର ବାହ୍ୟ ଦକ୍ଷିଣା ଦେବାର ବିଧି ପ୍ରଚଳିତ ଅଛି। ଅନ୍ୟଥା ପ୍ରକୃତ ଦକ୍ଷିଣା ହେଉଛି ଶିଷ୍ୟର ନିଜେ ନିଜ ମନ, ଦେହ ଓ ପ୍ରାଣ ଶ୍ରୀ ଗୁରୁଦେବଙ୍କ ଚରଣରେ ନିଜର ଦେହ, ମନ, ପ୍ରାଣ ଉତ୍ସର୍ଗ କରିପାରିଲେ ପ୍ରକୃତ ଦକ୍ଷିଣା ଦେବାର ହେଲା। ଗୁରୁଦେବ ମଧ୍ୟ ଶିଷ୍ୟର ମନ ପ୍ରାଣ ପାଇବାକୁ ପ୍ରାର୍ଥନା କରିଥାନ୍ତି। ଅତଏବ ବତ୍ସ, ଅକପଟ ସରଳ ଭାବରେ ଦେହ, ମନ, ପ୍ରାଣ ଶ୍ରୀ ଗୁରୁଦେବଙ୍କର ଶ୍ରୀଚରଣରେ ସମର୍ପଣ କରିଦିଅ। ତାହା ହେଲେ ହିଁ ପ୍ରକୃତ ଗୁରୁଦକ୍ଷିଣା ଦେବାର ହେଲା। ପ୍ରକୃତ ଗୁରୁଦକ୍ଷିଣା ଦେଇପାରିଲେ ଅଚିରେ ତାହାର ଫଳ ମଧ୍ୟ ପ୍ରାପ୍ତ ପାଇବ। ନିର୍ଲିପ୍ତ ଭାବରେ ଶ୍ରୀ ଗୁରୁଦେବଙ୍କର ସେବକ ହୋଇ ତାଙ୍କରି ସଂସାରରେ କାର୍ଯ୍ୟ କରିଯାଅ। ତାହାହେଲେ ସଂସାରର କର୍ମ ସମୂହର ଫଳାଫଳ ତୁମକୁ ସ୍ପର୍ଶ କରିପାରିବ ନାହିଁ। ଜୟଗୁରୁ। ନିଗମ ଉପଦେଶ। ଜୟଗୁରୁ।